ଆଜି ସକାଳୁ ସକାଳୁ ମାମା ସମୁଦ୍ର ମାଛ ଆଣିବା ନାଁରେ ବାହାରି ଗଲା କେକ୍ ଆଣି। କାହିଁକି ନା ସାଙ୍ଗମାନେ ଆଜି ହେଉଛି ଆମ ଘରର ଗୋଟେ ବୋଲି ବଡ଼ ଜୋଇଁର ଜନ୍ମଦିନ। ତ ସେଇ ଖୁସିରେ ଆମେ ସମସ୍ତେ ସେଲିବ୍ରେସନ କଲୁ। ଆଉ ଏ ବର୍ଥଡେ ପାର୍ଟିର ମେନ୍ୟୁ ଥିଲା ଏଇ ଯୋଉ କଟା ହଉଥିବା କେକ୍ ଆଉ ତା ସହିତ ପେଟିସ୍, ଯାହାକୁ ଖାଇସାରି ଇନ୍ଦ୍ର ଭାଇନା ଆଉ ନାନୀ ଚାଲିଲେ ଘୁମି ଘୁମି। ଆଉ ଆମେ 3 ଜଣ ଲାଗିଗଲୁ ରୋଷେଇରେ। ହଇଙ୍ଗାକୁ ପାଣିଆ ଖିଆ ଆଉ ତା ସହିତ ଚୁଙ୍ଗୁଡ଼ି ମାଛ ଭାଜିକି ବାବାଙ୍କୁ ଦେଲି। ଆଉ ବାବା ଯେମିତି କହିଲେ ମସ୍ତ ହେଇଛି, ସେମିତି ମୁଁ ବି ହାତ ସଫା କରିଦେଲି। ତାପରେ ପୁଣି ଥରେ ମାମାର ମୋର ଲାଗିଗଲୁ ରୋଷେଇରେ। ରୋଷେଇ ସାରି ଆମେ ସବୁ କଲୁ ଖଟି। ଆଉ ଯେମିତି ରିକି ଆସିଗଲା ସେମିତି ସବୁ ବସି ପଡ଼ିଲୁ ଖାଇବାରେ। ଆଜିର ମେନୁ ଥିଲା ଚିଙ୍ଗୁଡ଼ି ବେସର, ଖଇଙ୍ଗା ମାଛ ତରକାରୀ ଆଉ ପାଣିଆଖିଆ ମାଛ ଭଜା, ତା ସହିତ ଦହି ରାଇତା ଆଉ ଭାତଟା ତ କମନ କଥା। ଆଉ ଖାଇସାରି ସମସ୍ତେ କଲେ ଆଇସ୍କ୍ରିମ ବାଲା ନଶା ଆଉ ମୁଁ ବସି ପଡ଼ିଲି ଖାଇବାରେ। ଖାଇସାରି ରିକିକୁ ବିଦା କଲି ଆଉ ମାମା ସହିଲି ଦୁଃଖ ସୁଖ। ତାପରେ ଆସିଲା ସମସ୍ତଙ୍କର ବିଦା ହବାର ପାଳି। ସମସ୍ତେ ବାହାରିଲେ ଘରକୁ। ତ ଆଜି ପାଇଁ ବାସ୍ ଏତିକି, କିନ୍ତୁ ତମମାନେ ସବୁ ଲାଇକ୍ ସବସ୍କ୍ରାଇବ ନିଶ୍ଚିନ୍ତ କରିଦବ। ବାଏ ବାଏ। ଆରେ ରୁହରେ, ମୁଁ ପୁରା ଆଜି ତମମାନଙ୍କ ସହିତ ଯିବି। ରହିଯା ମାମା, ନହେଲେ କାଲି ତୋ ପାଇଁ ଲକ୍ଷ୍ମୀ ପୁରାଣ କିଏ ପଢିବ? ରହ ହେ।